ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ, ଏହାର ଉତ୍ତର କ'ଣ? ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହିପରି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିବାକୁ ହେଲେ ଭିଡ଼ିଓଟିକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନ କରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ପ୍ରତିଦିନ ଖାଲି ପେଟରେ ଗୁଡ଼ ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଅଣ୍ଟା ରୋଗ, ଅପସନ୍ ବି ପେଟ ରୋଗ, ଅପସନ୍ ସି ପିଠି ରୋଗ ଏବଂ ଅପସନ୍ ଡି ଶ୍ୱାସ ରୋଗ। ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଟି ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଶ୍ୱାସ ରୋଗ। ପ୍ରତିଦିନ ଖାଲି ପେଟରେ ଗୁଡ଼ ଖାଇଲେ ଶ୍ୱାସ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପାନ ମଧୁରୀ ସହିତ କ'ଣ ଖାଇଲେ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ? ଅପସନ୍ ଏ କ୍ଷୀର ଖାଇଲେ, ଅପସନ୍ ବି ଦହି ଖାଇଲେ, ଅପସନ୍ ସି ମହୁ ଖାଇଲେ ଏବଂ ଅପସନ୍ ଡି ଘିଅ ଖାଇଲେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କ୍ଷୀର ଖାଇଲେ। ପାନ ମଧୁରୀ ସହିତ କ୍ଷୀର ଖାଇଲେ ମଣିଷର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ 2ଟି କାଜୁ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ସୁଗାର, ଅପସନ୍ ବି ପେଟ ସମସ୍ୟା, ଅପସନ୍ ସି ଆଖି ସମସ୍ୟା ଏବଂ ଅପସନ୍ ଡି ରକ୍ତଚାପ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଖି ସମସ୍ୟା। ପ୍ରତିଦିନ 2ଟି କାଜୁ ଖାଇଲେ ଆଖି ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଣିଷ ଶରୀରର କେଉଁ ଅଙ୍ଗ ଅସୁସ୍ଥ ହେଲେ ଜଣ୍ଡିସ୍ ରୋଗ ହୋଇଥାଏ? ଅପସନ୍ ଏ କିଡନୀ, ଅପସନ୍ ବି ଫୁସ୍ଫୁସ୍, ଅପସନ୍ ସି ହୃଦୟ ଏବଂ ଅପସନ୍ ଡି ଲିଭର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲିଭର। ମଣିଷ ଶରୀରର ଲିଭର ଅଙ୍ଗ ଅସୁସ୍ଥ ହେଲେ ଜଣ୍ଡିସ୍ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାତର ଅଳ୍ପ ଉଷୁମ ପେଜ ପିଇଲେ କେଉଁ ରୋଗ ଠିକ୍ ହୋଇଯାଏ? ଅପସନ୍ ଏ ଛାତି ଯନ୍ତ୍ରଣା, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି କାଶ ଏବଂ ଅପସନ୍ ଡି ଜଣ୍ଡିସ୍। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋଷ୍ଠକାଠିନ୍ୟ। ଭାତର ଅଳ୍ପ ଉଷୁମ ପେଜ ପିଇଲେ କୋଷ୍ଠକାଠିନ୍ୟ ରୋଗ ଠିକ୍ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସକାଳୁ ଖାଲି ପେଟରେ କ'ଣ ଖାଇଲେ ଶ୍ୱାସ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ଷୀର, ଅପସନ୍ ବି ଦହି, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ମହୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୁଡ଼। ସକାଳୁ ଖାଲି ପେଟରେ ଗୁଡ଼ ଖାଇଲେ ଶ୍ୱାସ ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପରିସ୍ରା କରିବାର କେତେ ସମୟ ପରେ ପାଣି ପିଇବା ଉଚିତ ହୋଇଥାଏ? ଅପସନ୍ ଏ 30 ମିନିଟ୍, ଅପସନ୍ ବି 5 ମିନିଟ୍, ଅପସନ୍ ସି 10 ମିନିଟ୍ ଏବଂ ଅପସନ୍ ଡି 20 ମିନିଟ୍। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 20 ମିନିଟ୍। ପରିସ୍ରା କରିବାର 20 ମିନିଟ୍ ସମୟ ପରେ ପାଣି ପିଇବା ଉଚିତ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ଖାଇବା ଦ୍ୱାରା ଚର୍ବି ଅଧିକ ମାତ୍ରାରେ କଢ଼ିଯିବ? ଅପସନ୍ ଏ ମସଲା, ଅପସନ୍ ବି ଫ୍ରିଜ୍ ପାଣି, ଅପସନ୍ ସି ତେଲ ଏବଂ ଅପସନ୍ ଡି ଏହି ସମସ୍ତ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏହି ସମସ୍ତ। ମସଲା, ଫ୍ରିଜ୍ ପାଣି ଏବଂ ତେଲ ଖାଇବା ଦ୍ୱାରା ଚର୍ବି ଅଧିକ ମାତ୍ରାରେ ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ପିଇବା ଦ୍ୱାରା ପେଟ କାଟିବା ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ପଇଡ଼ ପାଣି, ଅପସନ୍ ବି ଲେମ୍ବୁ ପାଣି, ଅପସନ୍ ସି ପୋଦିନା ପାଣି ଏବଂ ଅପସନ୍ ଡି ହଳଦୀ ପାଣି।
सो फ्रेंड्स यार सठिक उत्तरटी होउछि ऑप्शन सी पुदीना पानी पीवा द्वारा पेट काटिबा समस्या दूर होइथाय। सो फ्रेंड्स एबे देखिबा परवर्ती प्रश्नटी प्रतिदिन टमाटो खाइबा द्वारा केउ रोग मूलरू भल होइथाय। ऑप्शन ए किडनी स्टोन, ऑप्शन बी टीबी रोग, ऑप्शन सी हार्ट रोग एवं ऑप्शन डी मधुमेह। सो फ्रेंड्स यार सठिक उत्तरटी होउछि ऑप्शन ए किडनी स्टोन। प्रतिदिन टमाटो खाइबा द्वारा किडनी स्टोन रोग मूलरू भल होइथाय। सो फ्रेंड्स एबे देखिबा परवर्ती प्रश्नटी औषध खाइबा परे कौन खाइबा उचित नुहे। ऑप्शन ए अंगूर, ऑप्शन बी अणा, ऑप्शन सी लेंबू एवं ऑप्शन डी कमला। सो फ्रेंड्स यार सठिक उत्तरटी होउछि ऑप्शन ए अंगूर। औषध खाइबा परे अंगूर फल खाइबा उचित नुहे। सो फ्रेंड्स एबे देखिबा परवर्ती प्रश्नटी पखाळ भात सहित कौन खाइले मनुष्यर मृत्यु होइथाय। ऑप्शन ए आचार, ऑप्शन बी सुखुआ, ऑप्शन सी कंचा अदा एवं ऑप्शन डी कोल्ड ड्रिंक्स। सो फ्रेंड्स यार सठिक उत्तरटी होउछि ऑप्शन डी कोल्ड ड्रिंक्स। पखाळ भात सहित कोल्ड ड्रिंक्स खाइले मनुष्यर मृत्यु होइथाय। सो फ्रेंड्स एबे देखिबा परवर्ती प्रश्नटी तेंतुड़ी खाइबा द्वारा केउ मारात्मक रोग दूर होइथाय। ऑप्शन ए जॉन्डिस, ऑप्शन बी डायबिटीज, ऑप्शन सी हृदरोग एवं ऑप्शन डी एसिडिटी। सो फ्रेंड्स यार सठिक उत्तरटी होउछि ऑप्शन सी हृदरोग। तेंतुड़ी खाइबा द्वारा हृदरोग दूर होइथाय। सो फ्रेंड्स एबे देखिबा परवर्ती प्रश्नटी सबुदिन केउ साग खाइले स्मरण शक्ति बढ़ी थाए। ऑप्शन ए पालंग साग, ऑप्शन बी सजना साग, ऑप्शन सी मेथी साग एवं ऑप्शन डी कलरा साग। सो फ्रेंड्स यार सठिक उत्तरटी होउछि ऑप्शन ए पालंग साग। सबुदिन पालंग साग खाइले स्मरण शक्ति बढ़ी थाए। सो फ्रेंड्स एबे देखिबा परवर्ती प्रश्नटी पानी रे कोन मिसाई पीले हजम शक्ति बढ़ी थाए। ऑप्शन ए अदा रस, ऑप्शन बी हळदी, ऑप्शन सी महू एवं ऑप्शन डी कला लुण। फ्रेंड्स यार सठिक उत्तरटी होउछि ऑप्शन डी कला लुण। पानी रे कला लुण मिसाई पीले हजम शक्ति बढ़ी थाए। सो फ्रेंड्स एबे देखिबा परवर्ती प्रश्नटी बा आजिर शेष प्रश्नटी दिन रे सुए राति रे कांदे जेते कांदिबो सेते खाइबो। ऑप्शन ए सुआ, ऑप्शन बी पारा, ऑप्शन सी मोहमबती एवं ऑप्शन डी कोइली। फ्रेंड्स एही प्रश्नर सठिक उत्तरटी जानिबा पूर्व जदि आपण माने हमर चैनल को नुआ करी विजिट करिसंती ताहेले चैनल टी को सब्सक्राइब करी पाखरि थिबा घंटी बटन टी को दबाई ऑल ऊपर क्लिक करि जंतु जहा फल कि जेते बेले भी एही परि वीडियो अपलोड हेबा आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होउची ऑप्शन सी मोहमबती। सो फ्रेंड्स आज वीडियोटी एही शेष करिबा पुणी देखाबा परवर्ती वीडियो रे। जय जगन्नाथ।